ଆଗାମୀ ନୂତନ ଚୟନ ପ୍ରକ୍ରିୟା କରାଯିବା କି ସେ ଯେନ୍ 2022 ରେ ଲିଷ୍ଟ ହେଇଥିଲା ସେ ଲିଷ୍ଟରୁ ଜଣକୁ ବର୍ଷକ ପାଇଁ ଯେହେତୁ ସେଥିରେ ଗୋଟେ ନିଷ୍ପତ୍ତି ଗୋଟେ ଡିସ୍କସନ୍ ହେଇଥିଲା ଯେ 2022 ରେ ଯେନ୍ ଚୟନ ପ୍ରକ୍ରିୟା ହେଇଥିଲା ସେଥିରେ କଂସ ଭୂମିକାରେ ଚୟନ ହେଇଥିବା ବ୍ୟକ୍ତି ତଥା ଅନ୍ୟାନ୍ୟ କଳାକାରମାନଙ୍କର ମଧ୍ୟ ଚୟନ ହେଇଥିଲା। ସେଇ ଚୟନ ପ୍ରକ୍ରିୟାରେ যেহেতু গোটে লম্বা সময় লাগে এবং সময় সাপেক্ষ অর্থ সাপেক্ষ এবং তার যে গোটে বিশেষ প্রক্রিয়া থাকে তেমনি সেই কমিটি আমি নিষ্পত্তি নিয়েছিল সেতবে যে কার্যকারী কমিটি বড়িরে এবং এডভাইজরি কমিটি এটা পকাইকি আমি সে 22 র যেন কংস ভূমিকার ऋषिकेश भाई सिलेक्ट ହେଇଥିଲେ ତାଙ୍କର ତଳେ ଯେ ଥିଲେ 2 ନମ୍ବର କିମ୍ବା 3 ନମ୍ବର ସେ ତାଙ୍କୁ ଚୟନ କରିକି ଏଇ ବର୍ଷେ ଚଳେଇ ଦେବା କି ମାନେ ନୂଆ ପ୍ରକ୍ରିୟା କରିବ ସେଟା ଆମେ ନିଷ୍ପତ୍ତି ମାନେ ଏକ୍ଜିକ୍ୟୁଟିଭ କମିଟି ଉପରେ ଆମେ ଛାଡ଼ି ଦେଇଥିଲୁ ଆଉ ସେଟା ଆପଣମାନଙ୍କର ବର୍ତ୍ତମାନ ଯାହା କହିବେ